ଆପଣମାନଙ୍କୁ ସ୍ୱାଗତ ମୋର ଆଉ ଏକ ନୂଆ ଭିଡ଼ିଓରେ। ଆଜି ଆମେ +3 ଥାର୍ଡ଼ ସେମିଷ୍ଟାରର ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ ଏହି ଏକକର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତ ଆଜିର ପ୍ରଥମ ପ୍ରଶ୍ନ ହେଉଛି, ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ। ଭାରତୀୟ ଆର୍ଯ୍ୟ ଭାଷାକୁ 3ଗୋଟି ପର୍ଯ୍ୟାୟରେ ବିଭାଗୀକରଣ କରାଯାଇଛି, ଯଥା ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା ଓ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା। ଭାରତୀୟ ଆର୍ଯ୍ୟ ଭାଷାର ପ୍ରାଥମିକ ନିଦର୍ଶନ ହେଉଛି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ବା ସଂସ୍କୃତ। ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 500 ପର୍ଯ୍ୟାୟ ସମୟସୀମାକୁ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ସମୟସୀମା ଭାବରେ ଗ୍ରହଣ କରାଯାଇଛି। ଏହି ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ବା ସଂସ୍କୃତକୁ 2ଗୋଟି ସ୍ତରରେ ବିଭାଗୀକରଣ କରାଯାଇଛି, ଯଥା ବୈଦିକ ସଂସ୍କୃତ ଏବଂ ଲୌକିକ ସଂସ୍କୃତ। ବୈଦିକ ସଂସ୍କୃତ ହେଉଛି ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 800 ପର୍ଯ୍ୟନ୍ତ ଏବଂ ଲୌକିକ ସଂସ୍କୃତ ହେଉଛି ଖ୍ରୀଷ୍ଟପୂର୍ବ 800ରୁ ଖ୍ରୀଷ୍ଟପୂର୍ବ 500 ପର୍ଯ୍ୟନ୍ତ। ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ପ୍ରଥମ ନିଦର୍ଶନ ହେଉଛି ବୈଦିକ ସଂସ୍କୃତ। ଋଗ୍ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବବେଦ, ବ୍ରାହ୍ମଣ୍ୟ, ଆରଣ୍ୟକ, ଉପନିଷଦ ଆଦି ରଚନାଗୁଡ଼ିକୁ ବୈଦିକ ସାହିତ୍ୟ କୁହାଯାଏ। ଏହି ବୈଦିକ ସାହିତ୍ୟରେ ବୈଦିକ ସଂସ୍କୃତ ଭାଷାର ସନ୍ଧାନ କୁହାଯାଏ। ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ଅନ୍ୟତମ ନିଦର୍ଶନ ହେଉଛି ଲୌକିକ ସଂସ୍କୃତ। ଏହି ଭାଷା ଥିଲା ଜନସାଧାରଣଙ୍କ ଭାଷା। ପାଣିନି, ପତଞ୍ଜଳି ପ୍ରଭୃତି ଏହି ଭାଷାର ବ୍ୟାକରଣ ନିର୍ଣ୍ଣୟ କରିଛନ୍ତି। ପରବର୍ତ୍ତୀ ସମୟରେ ଏହି ଭାଷାକୁ ବହୁ କାବ୍ୟ, ନାଟକ ପ୍ରଭୃତି ରଚନା କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ ହେଉଛି, ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ରୂପରେଖ କ'ଣ? ଭାରତୀୟ ଆର୍ଯ୍ୟ ଭାଷାର ଦ୍ୱିତୀୟ ନିଦର୍ଶନ ହେଉଛି ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା। ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା କହିଲେ ପାଲି, ପ୍ରାକୃତ ଓ ଅପଭ୍ରଂଶ ଭାଷାକୁ ବୁଝାଏ। ଏହା ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ସମୟସୀମା ପ୍ରାୟ ଖ୍ରୀଷ୍ଟାବ୍ଦ 500ରୁ ଖ୍ରୀଷ୍ଟପୂର୍ବ 1000 ପର୍ଯ୍ୟନ୍ତ ବିସ୍ତୃତ। ୟୁରୋପୀୟ ଭାଷାବିଦ୍ମାନେ ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟପୂର୍ବ 200 ପର୍ଯ୍ୟନ୍ତ ସମୟ ପାଲି ଭାଷାର କାଳ, ଖ୍ରୀଷ୍ଟପୂର୍ବ 200ରୁ ଖ୍ରୀଷ୍ଟାବ୍ଦ 500 ପର୍ଯ୍ୟନ୍ତ ପ୍ରାକୃତ ଭାଷାର ସମୟ ଏବଂ ଖ୍ରୀଷ୍ଟାବ୍ଦ 500ରୁ ଖ୍ରୀଷ୍ଟାବ୍ଦ 1000 ପର୍ଯ୍ୟନ୍ତ ସମୟ ଅପଭ୍ରଂଶ ଭାଷାର ସମୟ ଭାବେ ସ୍ଥିର କରିଛନ୍ତି। ପ୍ରାକୃତ ଭାଷା କାହାକୁ କହନ୍ତି? ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ଦ୍ୱିତୀୟ ସ୍ତର ହେଉଛି ପ୍ରାକୃତ ଭାଷା। ପ୍ରଥମେ ଲୌକିକ ସଂସ୍କୃତିରୁ ପାଲି ଭାଷା ଉତ୍ପତ୍ତି ଲାଭ କରିଛି। କାଳକ୍ରମେ ପାଲି ଭାଷାରୁ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ଦ୍ୱିତୀୟ ସ୍ତର ପ୍ରାକୃତ ଭାଷା ବିକାଶ ଲାଭ କରିଛି। ବୈଦିକ କାଳରେ ପ୍ରାକୃତ ଭାଷା ନଥିଲା ତାହା ନୁହେଁ, ସେ ସମୟ ମଧ୍ୟ ଲୋକସାଧାରଣ ପଣ୍ଡିତଜନଙ୍କର ଭାଷାଠାରୁ ଭିନ୍ନ ଲୋକଭାଷା ବା ପ୍ରାକୃତ ଭାଷା ବ୍ୟବହାର କରୁଥିଲେ। କିନ୍ତୁ ଖ୍ରୀଷ୍ଟପୂର୍ବ 500 ଠାରୁ ଏହି ଭାଷାମାନଙ୍କର ରୂପ କାଳକ୍ରମେ ସ୍ପଷ୍ଟ ହୋଇଉଠିଲା ଓ ପ୍ରାକୃତ ଭାଷାର ଲିଖିତ ରୂପ ଦେଖିବାକୁ ମିଳିଲା। ଭାରତର ସ୍ଥାନଭେଦରେ ପ୍ରାକୃତ ଭାଷାକୁ 5 ଭାଗରେ ବିଭକ୍ତ କରାଯାଇଛି: ମହାରାଷ୍ଟ୍ରୀ ପ୍ରାକୃତ, ସୌରସେନୀ ପ୍ରାକୃତ, ମାଗଧୀ ପ୍ରାକୃତ, ପୈଶାଚୀ ପ୍ରାକୃତ ଓ ଅର୍ଦ୍ଧମାଗଧୀ ପ୍ରାକୃତ। ପରବର୍ତ୍ତୀ ପ୍ରଶ୍ନ ହେଲା, ଅପଭ୍ରଂଶ ଭାଷା ସମ୍ପର୍କରେ ଆଲୋଚନା କର। ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ଅନ୍ୟ ଏକ ସ୍ତର ହେଉଛି ଅପଭ୍ରଂଶ ଭାଷା। ଏହି ଅପଭ୍ରଂଶ ଭାଷାର ସମୟସୀମା ହେଉଛି ଖ୍ରୀଷ୍ଟାବ୍ଦ 500ରୁ ଖ୍ରୀଷ୍ଟାବ୍ଦ 1000। ପ୍ରାକୃତ ଭାଷାରୁ କାଳକ୍ରମେ ଅପଭ୍ରଂଶ ଭାଷା ଉତ୍ପତ୍ତି ଲାଭ କରିଛି। ତେଣୁ ପ୍ରତ୍ୟେକ ମାଗଧୀ ପ୍ରାକୃତ ଭାଷାରୁ ମାଗଧୀ ଅପଭ୍ରଂଶ ଭାଷା ଉତ୍ପତ୍ତି ଲାଭ କରିଥିଲା। ପୂର୍ବ ମାଗଧୀ ପ୍ରାକୃତ, ପୂର୍ବ ମାଗଧୀ ଅପଭ୍ରଂଶ, ପଶ୍ଚିମ ମାଗଧୀ ପ୍ରାକୃତ, ପଶ୍ଚିମ ମାଗଧୀ ଅପଭ୍ରଂଶ, ଉତ୍ତର ମାଗଧୀ ପ୍ରାକୃତ, ଉତ୍ତର ମାଗଧୀ ପ୍ରାକୃତ, ମଧ୍ୟ ମାଗଧୀ ଅପଭ୍ରଂଶ ଭାଷା ଉତ୍ପତ୍ତି ଲାଭ କରିଥିଲା। ପରବର୍ତ୍ତୀ ସମୟରେ ପୂର୍ବ ମାଗଧୀ ଅପଭ୍ରଂଶ ଭାଷାକୁ 2 ଭାଗରେ ବିଭକ୍ତ କରାଯାଇଛି, ଯଥା ଉତ୍ତର ପୂର୍ବ ମାଗଧୀ ଅପଭ୍ରଂଶ ଏବଂ ଦକ୍ଷିଣ ପୂର୍ବ ମାଗଧୀ ଅପଭ୍ରଂଶ। ଏହି ଦକ୍ଷିଣ ପୂର୍ବ ମାଗଧୀ ଅପଭ୍ରଂଶର ଅନ୍ୟତମ ହେଉଛି ଔଡ୍ର ଅପଭ୍ରଂଶ। 7ମ ଶତାବ୍ଦୀ ବେଳକୁ ଓଡ୍ରି ଅପଭ୍ରଂଶ ନାମକରଣ ହୋଇସାରିଥିଲା ବୋଲି ଐତିହାସିକ ପ୍ରମାଣ ରହିଛି। ଭାଷାତତ୍ତ୍ୱବିଦ୍ମାନେ ଓଡ଼ିଆ ଭାଷାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଦେଖାଇଛନ୍ତି, ଯାହା ତାହାକୁ ଏକ ପ୍ରାଚୀନତମ ସ୍ୱତନ୍ତ୍ର ଭାଷା ଭାବରେ ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷାଗୁଡ଼ିକ ମଧ୍ୟରେ ସୁପ୍ରତିଷ୍ଠିତ କରାଇଛି। ଓଡ଼ିଆରେ ସାଧାରଣତଃ ଯେପରି ଉଚ୍ଚାରଣ ସେହିପରି ଲେଖାରେ ପ୍ରକାଶ ପାଇଥାଏ, କିନ୍ତୁ ବଙ୍ଗଳାରେ ସେପରି ହୋଇନଥାଏ। ଏହାଛଡ଼ା ଓଡ଼ିଆ କ୍ରିୟାଗୁଡ଼ିକ ସୁସଂଗଠିତ ଓ ପୂର୍ଣ୍ଣାଙ୍ଗ ଅଟେ। ଓଡ଼ିଆରେ ମୂର୍ଦ୍ଧନା ବର୍ଣ୍ଣର ଅଧିକ ଉଚ୍ଚାରଣକୁ ଭାଷାତତ୍ତ୍ୱବିଦ୍ମାନେ ଓଡ଼ିଆ ଭାଷାରେ ତେଲୁଗୁ ଭାଷାର ପ୍ରଭାବ ବୋଲି ଅନୁମାନ କରିଥାନ୍ତି। ଏହାଛଡ଼ା ତେଲୁଗୁରେ ଅଧିକାଂଶ ଶବ୍ଦ ନିଶ୍ଚିତ ଭାବରେ ସ୍ୱରାନ୍ତ ହୋଇଥାଏ ଏବଂ ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ସ୍ୱରାନ୍ତ ବା
ଅରେ ଶେଷ ହୋଇଥାଏ। ଏହା ଓଡ଼ିଆ ଭାଷାର ଅନ୍ୟତମ ପ୍ରଧାନ ବୈଶିଷ୍ଟ୍ୟ। ଓଡ଼ିଆ ଭାଷାର ଅନ୍ୟ ଏକ ବୈଚିତ୍ର୍ୟ ହେଉଛି ତାହାର ମାନେ। ବହୁ ବଚନାନ୍ତ ପ୍ରୟୋଗ ଯାହା ଅନ୍ୟ କୌଣସି ଭାରତୀୟ ଆର୍ଯ୍ୟ ଭାଷାରେ ନାହିଁ। ପରିଶେଷରେ ଓଡ଼ିଆ ଭାଷାର ବିଶାଳ ଶବ୍ଦ ସମ୍ଭାର ଓ ଉକ୍ତ ଶବ୍ଦ ସମ୍ଭାରରେ ପ୍ରାଚୀନ ସ୍ୱରୂପ ଭାଷାର ପ୍ରାଚୀନତା ପ୍ରମାଣ କରିବା ସହିତ ଏକ ସମୃଦ୍ଧିବନ୍ତ ଭାଷା ଓ ସାହିତ୍ୟର ପ୍ରମାଣ ଦେଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଆର୍ଯ୍ୟ ଭାଷା ପରିବାରର ପୂର୍ବାଞ୍ଚଳୀୟ ଭାଷାଗୁଡ଼ିକ କ'ଣ? ଆସାମୀ, ବଙ୍ଗଳା, ବିହାରୀ ଓ ଓଡ଼ିଆ। ଓଡ଼ିଆ ଭାଷାର ପ୍ରାଚୀନତା ଆଲୋଚନା କରି ଭାଷାତତ୍ତ୍ୱବିଦ୍ମାନେ ମତ ଦିଅନ୍ତି ଯେ ଆସାମୀ, ବଙ୍ଗଳା ଓ ଓଡ଼ିଆ ଗୋଟିଏ ପରିବାରର ତିନୋଟି ଭଉଣୀ ମଧ୍ୟରେ ଓଡ଼ିଆ ହେଉଛି ବଡ଼ ଭଉଣୀ। ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଓଡ଼ିଆ ଭାଷା ମାଗଧୀ ଅପଭ୍ରଂଶରୁ ଉତ୍ପତ୍ତି ଲାଭ କରିଥିବା ବିଷୟ ଅନୁମାନ କରନ୍ତି। ଅନ୍ତିମ ପ୍ରଶ୍ନ ହେଉଛି କେତୋଟି ଅପଭ୍ରଂଶ ଓଡ଼ିଆ ଶବ୍ଦର ଉଦାହରଣ ଦିଅ। ଅପଭ୍ରଂଶ ଅଛଇ, ଅଛଇ, ଅମିୟ, କଣୟ, ଗାଜର, ଜାଣଇ, ତୋହରି, ବାଜଇ, ଯେପରି ଓଡ଼ିଆରେ ହୁଏ ବାଜଇ, ଚୌଠ, ଚୌଠ, ଘୋଟଇ, ଘୋଟଇ। ଏଥିରୁ ସ୍ପଷ୍ଟ ଅପଭ୍ରଂଶ ଭାଷା କିପରି ଆଧୁନିକ ଓଡ଼ିଆ ଭାଷାର ନିକଟବର୍ତ୍ତୀ ହୋଇଛି। ଆପଣମାନେ ନକରି ମୋ ଚ୍ୟାନେଲଟିକୁ ଆସିଛନ୍ତି, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ।